ବନ୍ଧୁଗଣ ଆଜିର ଏହି ଭିଡ଼ିଓ କିଛି ଅଲଗା ହେବାକୁ ଯାଉଛି। ଏହି ଭିଡ଼ିଓରେ ଆମେ ଦୁଇଟି ବିଷୟରେ ଆଲୋଚନା କରିବା। ପ୍ରଥମେ ହେଉଛି ଖାଦ୍ୟ ଖାଇବା ପୂର୍ବରୁ କମ୍ କରିବା ଦରକାର, ଯାହାଦ୍ୱାରା ଦରିଦ୍ରତା କେବେ ପାଖ ମାଡ଼ିବ ନାହିଁ। ଏବଂ ଦ୍ୱିତୀୟରେ ହେଉଛି ଲୁଣର ଏମିତି କେଉଁ ଉପାୟ କରିବା ଦ୍ୱାରା ଅଚାନକ ଧନପ୍ରାପ୍ତି ଏବଂ ଭାଗ୍ୟ ବଦଳିଯିବ। ବନ୍ଧୁଗଣ, ଖାଦ୍ୟ ଅର୍ଥାତ୍ ଭୋଜନ ସମସ୍ତଙ୍କ ଜୀବନ ପାଇଁ ପ୍ରଥମ ଓ ମୁଖ୍ୟ ଆବଶ୍ୟକତା ହୋଇଥାଏ। ମଣିଷ ଦି ମୁଠା ଖାଇବା ପାଇଁ ରାତିଦିନ କଷ୍ଟ କରିଥାଏ, ଯାହାଦ୍ୱାରା ଯେମିତି କେବେ ବି ତାର ପରିବାର ଭୋକିଲା ନ ରୁହନ୍ତୁ। ଆମେ ସମସ୍ତେ ଜାଣିଛୁ କି ପୃଥିବୀରେ ଖାଦ୍ୟ ବିନା ଜୀବନ ଅସମ୍ଭବ। ତେଣୁ ଭୋଜନକୁ ଅନ୍ନ ଦେବତା ରୂପେ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଯେଉଁ ଲୋକ ଅନ୍ନ ବା ଭୋଜନକୁ ମହତ୍ଵ ଦେଇନଥାନ୍ତି ବା ତାହାର ଅପମାନ କରିଥାନ୍ତି, ତେବେ ମହାଲକ୍ଷ୍ମୀ ତାଙ୍କ ଉପରେ ରୁଷ୍ଟ ହୋଇଥାନ୍ତି। ଆଜି ଆମେ ଜାଣିବା କି ଖାଦ୍ୟ ଖାଇବା ପୂର୍ବରୁ କେଉଁ ସବୁ କାମ କରିବା ଦ୍ୱାରା ଘରକୁ ଦାରିଦ୍ରତା ଆସିନଥାଏ। ପ୍ରଥମେ ହେଉଛି, ଯଦି ଆପଣ ନିଜର ଘରର ଉନ୍ନତି ଚାହୁଁଥାନ୍ତି, ତେବେ ପ୍ରତିଦିନ ଭୋଜନ କରିବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ହାତ ଯୋଡ଼ି ନମସ୍କାର ଅବଶ୍ୟ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିଥିବ। ଏଥିସହିତ ଆପଣଙ୍କର ଶରୀର ସବୁବେଳେ ସୁସ୍ଥ ମଧ୍ୟ ରହିବ। ଦ୍ୱିତୀୟରେ ହେଉଛି, ଏହି ପୃଥିବୀର କୋଣ ଅନୁକୋଣରେ ଭଗବାନଙ୍କର ଦୃଷ୍ଟି ରହିଥାଏ। ଭୋଜନ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ଈଶ୍ୱରଙ୍କର ନାମ ନେଇଥାଉ, ତେବେ ତାଙ୍କର ଧ୍ୟାନ ଆମ ଉପରେ ଲାଗି ରହିଥାଏ, ଯାହାଦ୍ୱାରା ଆମର ମନ ଶାନ୍ତ ରହିଥାଏ ଓ ଇଚ୍ଛା ଶକ୍ତି ଦ୍ୱିଗୁଣ ହୋଇଯାଇଥାଏ। ଏହାଦ୍ୱାରା ଶରୀରକୁ ଏକ ନୂତନ ଊର୍ଜା ମିଳିଥାଏ। ଏହା ସହିତ ଘରେ ସୁଖ ଶାନ୍ତି ଆସିଥାଏ। ଏହା କରିବା ଦ୍ୱାରା ଘରେ କେବେ ବି ଦରିଦ୍ରତା ବାସ ହୋଇନଥାଏ, ସୁଖ ଶାନ୍ତିରେ ଜୀବନ କଟିଥାଏ। ତୃତୀୟରେ ହେଉଛି, ଶାସ୍ତ୍ରରେ ଉଲ୍ଲେଖ ରହିଛି କି ଯେଉଁ ଘରେ ଖାଦ୍ୟର ଅନାଦର ହୋଇଥାଏ, ସେହି ଘରେ କେବେ ବି ଖୁସି ଆସିନଥାଏ ଓ ସବୁବେଳେ ଟଙ୍କା ପଇସାର ଅଭାବ ଲାଗି ରହିଥାଏ। ତେଣୁ ଖାଦ୍ୟ ଖାଇବା ପରେ ଭୁଲରେ ବି ଅଇଁଠା ଥାଳିରେ ହାତ କେବେ ଧୁଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଘରେ ପ୍ରବେଶ କରନ୍ତି ନାହିଁ। ସେଥିପାଇଁ ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୋଇ ନିଅନ୍ତୁ ଓ ଭଗବାନଙ୍କୁ ସ୍ମରଣ କରି ଭୋଜନ କରନ୍ତୁ। ଭୋଜନ କରିସାରିବା ପରେ ଅଲଗା ସ୍ଥାନରେ ହାତ ଧୁଅନ୍ତୁ, କେବେ ବି ସେହି ଥାଳିରେ ହାତ ଧୁଅନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ଲୁଣର କିଛି ଉପକାରିତା ବିଷୟରେ। କୁହାଯାଏ ଯେ ଯେଉଁଠି ଲୁଣ ନାହିଁ, ସେଠି ଭୂତ ପ୍ରେତ ରହିଥାନ୍ତି ଏବଂ ସେହି ଘରେ ସୁଖ ଶାନ୍ତି ରହିନଥାଏ। ଏମିତିରେ ଆମେ ଜାଣୁ କି ଲୁଣର କିଛି ଉପାୟ କରିବା ଦ୍ୱାରା ଜଲ୍ଦି ବ୍ୟକ୍ତି ଧନବାନ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାର ଉପାୟ, ଯାହା ରାତାରାତି ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ ଗୋଟିଏ ଅଲଗା ପ୍ରକାରର ଆକର୍ଷଣ ଥାଏ ଓ ସେଥିପାଇଁ ଲୁଣକୁ ଯାଦୁବିଦ୍ୟାରେ ପ୍ରୟୋଗ କରାଯାଏ। କିଛି ଲୋକ ବଶୀକରଣ ବା ନିଦ୍ରା ଅବସ୍ଥା ପାଇଁ ବ୍ୟବହାର କରନ୍ତି। ପ୍ରଥମେ ହେଉଛି ଲୁଣ ଏବଂ କାଚ। ଏହି ଦୁଇଟା ରାହୁଙ୍କର କାରକ ଅଟନ୍ତି। ସେଥିପାଇଁ ଯଦି ଆପଣ ଲୁଣକୁ ଗୋଟିଏ କାଚ ପାତ୍ର ଭିତରେ ରଖି ଗାଧୋଇବା ଘରେ ରଖିବେ, ତେବେ ସେଠାରୁ ନକାରାତ୍ମକତା ଶକ୍ତିର ପ୍ରଭାବ ସମାପ୍ତ ହୋଇଥାଏ। ତାହା ସହିତ ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଏ, ଶୌଚାଳୟକୁ ଜୀବାଣୁମୁକ୍ତ କରିଥାଏ। ଏମିତିରେ ଏହି ଉପାୟ ଦ୍ୱାରା ତାହା ଦୂର କରିହେବ। ଦ୍ୱିତୀୟରେ ହେଉଛି ଲୁଣର ପୋଛା କରିଦେବା ମାଲାମାଲ। ବୈଜ୍ଞାନିକମାନଙ୍କର ଦୃଷ୍ଟିରୁ ଏହି ଉପାୟ ବହୁତ ଫଳପ୍ରଦ ଅଟେ। ଯେତେବେଳେ ଆପଣ ପୋଛା ଲଗାଉଛନ୍ତି, ସେତେବେଳେ ପୋଛାରେ ଲୁଣ ମିଶାନ୍ତୁ। ସପ୍ତାହରେ ଅତି କମ୍ରେ ଥରେ ବା ଦୁଇଥର ପୋଛା ଲଗାନ୍ତୁ। ଲୁଣର ପୋଛା ଅବଶ୍ୟ କିନ୍ତୁ ଲଗାନ୍ତୁ। ଏହାଦ୍ୱାରା ଧନର ପ୍ରାପ୍ତି ହୋଇଥାଏ। ଏହି ଲୁଣ ଘରକୁ ସକାରାତ୍ମକତା ଊର୍ଜାରେ ପରିଣତ କରିଦିଏ। ଘରର ଉନ୍ନତି ପାଇଁ ପୋଛା ସବୁବେଳେ ଲଗାଇବା ଦରକାର, କାରଣ ସକାରାତ୍ମକତା ଊର୍ଜା ମା ଲକ୍ଷ୍ମୀଙ୍କୁ ଘରେ ପ୍ରବେଶ କରିବାକୁ ଆକର୍ଷିତ କରିଥାଏ। ତୃତୀୟରେ ହେଉଛି ଲୁଣକୁ କାଚ ପାତ୍ରରେ ପୂରାଇ 4-5ଟି ଲବଙ୍ଗ ସେଥିରେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଧନର ପ୍ରାପ୍ତି ସବୁବେଳେ ଲାଗିଥାଏ ଏବଂ ମା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରୁହନ୍ତି। 4 ନମ୍ବରରେ ହେଉଛି ଲୁଣ ପାଣିରେ
ହାତ ଗୋଡ଼ ଧୋଇଲେ ବା ଗାଧେଇଲେ ବହୁତ ଅଧିକ ଲାଭ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ଶରୀର ତାଜା ରୁହେ ଏବଂ ଶରୀରକୁ ସକାରାତ୍ମକ ଶକ୍ତି ମିଳିଥାଏ ଏବଂ ଲୁଣ ପାଣିରେ ଗାଧେଇଲେ ନିଦ ବହୁତ ଭଲ ହୋଇଥାଏ ଆଉ ରୋଗ ମଧ୍ୟ ହୋଇନଥାଏ। ପଞ୍ଚମରେ ହେଉଛି ବ୍ୟକ୍ତିକୁ ଲାଭ ସେତେବେଳେ ହୁଏ ଯେତେବେଳେ ସେ ଏହି ଗୋଟିଏ ଉପାୟ କରେ। ପ୍ରତ୍ୟେକ ଶନିବାର ଦିନ ଅଳ୍ପ ଲୁଣ ନେବେ, 200 ଗ୍ରାମ ବିରି ନେବେ, 500 ଗ୍ରାମ ଚାଉଳ ନେବେ ଏବଂ ଶୁଖିଲା ଲଙ୍କାକୁ ନେବେ ଏବଂ ଏହି ସବୁକୁ ଦାନ କରିବେ। ଏହାଦ୍ୱାରା ଆପଣଙ୍କର ଭାଗ୍ୟ ଚମକିଥାଏ। ଏମିତି କରିବା ଦ୍ୱାରା ସମ୍ପତ୍ତି ଓ ଧନର ବୃଦ୍ଧି ହୋଇଥାଏ। ଏମିତି କରିବା ଦ୍ୱାରା ଶନିଙ୍କର କୋପ ଦୃଷ୍ଟି ବି ସମାପ୍ତ ହୋଇଯାଏ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହୁଏ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।